ରଶ୍ମିତା ବେହେରା ମହାବିଦ୍ୟାଳୟ ଦେଖନ୍ତୁ ଅଭିଯୋଗ ତ ଆମେ 1.5 ବର୍ଷ ହେଲାଣି କରିଛୁ, ହେଲେ ହଠାତ୍ ଏବେ କଣ ପାଇଁ ଯେହେତୁ ଡୋମେଷ୍ଟିକ କେସଟା ହେଲା ତ ସେଥିପାଇଁ ମାନେ ପୁରା କେସଟା ମାନେ ସିଏ ଆତ୍ମଦାହ କଲେ ତ ଆମର ହେଇଗଲା, ଆମ ଭିତରୁ କିଏ ଆତ୍ମଦାହ କରିନି ବୋଲି ଆଜି ପର୍ଯ୍ୟନ୍ତ ଆମର କେସଟା ସଲ୍ଭ ହେଇପାରିନି। କେସ୍ ଅଲଗା କିନ୍ତୁ ମ୍ୟାଟର ତ ସେଇଥିପାଇଁ ଯଦି ହାଇଲାଇଟ୍ ହଉଛି ତାହେଲେ ଏକ୍ସାକ୍ଟଲି ସେଇଥିପାଇଁ। ଆପଣ ଏଇ 7 ଦିନ ଭିତରେ 7 ଦିନ ଭିତରେ ନା ଆମେ ଅଲରେଡି 1.5 ବର୍ଷ ହେଲାଣି ଆମର ଯେମିତି ପ୍ରୋସିଡିଂ କରିବା କଥା ଆମେ ଆମର ଜଣେଇଛୁ, ମାନେ ଇଭିନିଂ ପୋଲିସ ଏସପି ଅଫିସ ଡିଜି ଅଫିସ ସବୁ ଆମେ ଚାହୁଁଛୁ କି ରେଜଲ୍ଟ ଆମକୁ ନ୍ୟାୟ ମିଳୁ। ଘଟଣା କଣ ଆମେ ଦେଇଛୁ ସେକ୍ସୁଆଲ ଆଣ୍ଡ ମେଣ୍ଟାଲ ହାରାସମେଣ୍ଟ, ଯୋଉଟା କି ତାର ପୁରା ପ୍ରୁଫ ସହିତ ଆମେ ଦେଇଛୁ। ମେଣ୍ଟାଲ ଟର୍ଚର ମାନେ ସେଟାକୁ ମନା କଲା ପରେ ଅଫିସିଆଲି ଯାହା ବି ସାଲାରୀ ବନ୍ଦ କରିବା, ଇନକ୍ରିମେଣ୍ଟ ବନ୍ଦ କରିବା, ଅଲଗା ସବୁ ହଇରାଣ ତ ସେଇଟା ମେଣ୍ଟାଲ ଷ୍ଟ୍ରେସ୍। ତ କିଏ କରୁଛନ୍ତି? ପ୍ରିନ୍ସିପାଲ ସାର୍ ଅଶୋକ ସାମନ୍ତ। ମ୍ୟାଡାମ କୁଆଡେ ଅଭିଯୋଗ କରୁଛନ୍ତି? ଆମେ ସବ୍ କଲେକ୍ଟର ଆମର ଜିପି ପ୍ରେସିଡେଣ୍ଟ, କଲେକ୍ଟର ଅଫିସ, ହାୟର ଏଜୁକେशन ଡିପାର୍ଟମେଣ୍ଟ, ଆଇଆଇସି ଗୁରୁଝାଟିଆ, ଏସପି ଅଫିସ, ରୁରାଲ ଏସପି କଟକ, ଡିଜି ଗ୍ରେଡ୍। हायर एजुकेशन आमे मार्च 2024 ରୁ କଲାଣୁ ଆଉ ପୋଲିସ କେସ୍ ଆମର ସେପ୍ଟେମ୍ବର 10 2024। ସେଇଟା ଆମେ କେମିତି କହିବୁ? ଆମେ ଆମର ପ୍ରୋସେସରେ ଯେମିତି ଯିବା କଥା ଗଲୁ, କାହିଁକି ମିଳୁଛି ସେଟା ତ ଯିଏ ଯୋଉମାନେ ଅଥରିଟି ଅଛନ୍ତି ସେମାନେ କହିବେ ନା। ସମ୍ପୂର୍ଣ୍ଣ ଭରସା ଅଛି ଯେ ଆମକୁ ରେଜଲ୍ଟ ମିଳିବ। କଲେଜରେ ଆମର ଆଇସିସି କମିଟି ଆମେ କମ୍ପ୍ଲେନ୍ ଦେଲା ବେଳେ ନଥିଲା କି ଏବେ ମଧ୍ୟ ନାହିଁ। 2021 ରୁ ଷ୍ଟାର୍ଟ ହେଲାଣି କିନ୍ତୁ ବେଶୀ ଇଏ ହେଇଛି ଡିସେମ୍ବର 2023 ରୁ, ତାପରେ ଧୀରେ ଧୀରେ ଆଜ୍ଞା ଅଭିଯୋଗ ପରେ ଆପଣଙ୍କୁ ଅଧିକ ଟର୍ଚର କରାଯାଇଛି ତାପରେ? ହଁ, ଅଭିଯୋଗ ପରେ ହିଁ ବେଶୀ ମାନେ ମେଣ୍ଟାଲ ହାରାସମେଣ୍ଟ ବେଶୀ ହେଇଛି। ସେଟା ମାନେ ସେଟା ଆମ ଇଏ ନୁହେଁ, ଆମେ ଯୁଆଡେ କମ୍ପ୍ଲେନ୍ କରିବା କଥା କଲୁ, ତାଙ୍କୁ କିଏ କ୍ଲିନ୍ ଚିଟ୍ ଦେଲା କିଏ ଗିଲ୍ଟି ପ୍ରୁଫ୍ କଲା ସେଟା ଆମ ମ୍ୟାଟର ନୁହେଁ। ଆମେ ଆମର ଯାହା ପ୍ରୁଫ୍ ଦବା କଥା ଦେଇଛୁ, ଆଉ ତା ଉପରେ ଗଭର୍ଣ୍ଣମେଣ୍ଟ କଣ ଆକ୍ସନ ନବ କି ପୋଲିସ କଣ ଆକ୍ସନ ନେବେ କି କୋର୍ଟ କଣ ଆକ୍ସନ ନବ ସେଇଟା ଗଭର୍ଣ୍ଣମେଣ୍ଟ ପୋଲିସ ଆଉ କୋର୍ଟ ଜାଣିବେ। ଏବେ ଆପଣ ସେଫ୍ ଜୋନରେ ରହି କାମ କରୁଛନ୍ତି ନା ଏବେ ବି ଆପଣଙ୍କ ଉପରେ? ଏବେ ବି ଆମ ଯେହେତୁ ଆମର କିଛି ହଉନି ବା ମାନେ ଇନକ୍ରିମେଣ୍ଟ ହଉ ସାଲାରୀ ହଉ ଯାଉ କିଛି ହଉନି କି ଯାହା, ତ ସେଇଟା ହିଁ ଆମ ପାଇଁ ୱାନ୍ ଟାଇପ୍ ଅଫ୍ ମେଣ୍ଟାଲ ଷ୍ଟ୍ରେସରେ ଆମେ ରହୁଛୁ ନା। 7 days ର ଯୋଉଟା ମାନେ ହାରାସମେଣ୍ଟ ପାଇଁ ଯୋଉଟା ରହିଥିଲି ସେଟା ସାଲାରୀ ବନ୍ଦ ଅଛି, ଆଉ ପୁରା ଅକ୍ଟୋବରରୁ ହିଁ ମୋର ଇନକ୍ରିମେଣ୍ଟ ବନ୍ଦ। ଦେଖନ୍ତୁ ଆମେ ତ ଛୋଟ ଛୁଆ ନୁହେଁ ନା ଯେ କାହା ପ୍ରରୋଚନାରେ କରିବୁ, ଆମ ସହିତ ଯାହା ହେଇଛି ଆମେ ସେଇଟାକୁ ହିଁ ଦେଇଛୁ। ଏବେ ନ୍ୟାୟ ଚାହୁଁ।